ବାଲ୍ୟକାଳରୁ ସତ୍ ଶିକ୍ଷା ଅଭାବରୁ ଆସୁରୀ ସମ୍ପତ୍ତିର ଲୋକେ କ'ଣ କରିବା ଉଚିତ ଆଉ କ'ଣ ନ କରିବା ଉଚିତ, ଶାରୀରିକ ଶୁଦ୍ଧି ଓ ଅଶୁଦ୍ଧି କ'ଣ, ଖାଦ୍ୟପେୟର ପବିତ୍ରତା ଓ ଅପବିତ୍ରତା କ'ଣ, ବୟୋଜ୍ୟେଷ୍ଠ ଓ କନିଷ୍ଠ ବ୍ୟକ୍ତିଙ୍କ ସହିତ କିପରି ବ୍ୟବହାର କରିବା ଉଚିତ ଆଉ କିପରି ନ କରିବା ଉଚିତ, ବାଣୀ ଆଦିର ସତ୍ୟ ଓ ଅସତ୍ୟ କ'ଣ, ଏସବୁ କଥା ଜାଣନ୍ତି ନାହିଁ। ଅର୍ଥାତ୍ ସୁଶିକ୍ଷା ଅଭାବରୁ ସେମାନେ ପ୍ରବୃତ୍ତି ଓ ନିବୃତ୍ତି, ଶୁଦ୍ଧି ଓ ଅଶୁଦ୍ଧି, ସଦାଚାର ଓ ସତ୍ୟ ବିଷୟରେ ଜାଣନ୍ତି ନାହିଁ। ଏହି କାରଣରୁ ସେମାନେ ସତ୍ୟ ତତ୍ତ୍ୱ ପରମାତ୍ମାଙ୍କ ପ୍ରତି ବିମୁଖ ହୋଇଯାଆନ୍ତି। ପରମାତ୍ମାଙ୍କ ପ୍ରତି ବିମୁଖ ହେବାରୁ ସେମାନେ ଈଶ୍ୱର ଧର୍ମ ଓ ମର୍ଯ୍ୟାଦା କିଛି ହେଲେ ମାନନ୍ତି ନାହିଁ। ସ୍ତ୍ରୀ ଓ ପୁରୁଷର ସଙ୍ଗରୁ ସଂସାରର ଉତ୍ପତ୍ତି ହୋଇଛି ବୋଲି ସେମାନେ ଭାବନ୍ତି। ଏହିପରି ନାସ୍ତିକ ଭାବ ଧାରଣ କରି ସେମାନେ ଅନ୍ୟମାନଙ୍କୁ ଦୁଃଖ ଦେବା ସଙ୍ଗେ ସଙ୍ଗେ ନିଜେ ମଧ୍ୟ ଅଧିକରୁ ଅଧିକ ପତିତ ହୁଅନ୍ତି। ଜୟ ଶ୍ରୀକୃଷ୍ଣ ବନ୍ଧୁଗଣ, ମୁଁ ସୁରଜ ଆପଣ ସମସ୍ତ ଭ୍ୟୁଅର୍ସକୁ ମୋର ଆଧ୍ୟାତ୍ମିକ ଚ୍ୟାନେଲ ଆତ୍ମବିଜ୍ଞାନ ଓଡ଼ିଆରେ ସ୍ୱାଗତ ଜଣାଉଛି। ତେ ବନ୍ଧୁଗଣ, ପୂର୍ବ ଭିଡ଼ିଓରେ ଆମେ ଆସୁରୀ ସମ୍ପତ୍ତି ବିଷୟରେ କିଛି ଆଲୋଚନା କରିଥିଲେ। ଆଜି ଭିଡ଼ିଓରେ ମଧ୍ୟ ଆମେ ସେହି ଆସୁରୀ ସମ୍ପତ୍ତି ବିଷୟରେ ଅନ୍ୟ ଏକ ଶ୍ଲୋକ ଉପରେ ଆଲୋଚନା କରିବେ। ତେବେ ମୁଁ ଯେପରି ଆପଣମାନଙ୍କୁ କହିଥିଲି, ଶ୍ରୀ ଭଗବାନ ଏହା ବିଷୟରେ ଶ୍ରୀମଦ୍ ଭଗବତ ଗୀତାର 16 ନମ୍ବର ଅଧ୍ୟାୟରେ ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଛନ୍ତି। ଏ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ସେହି 16 ନମ୍ବର ଅଧ୍ୟାୟର 7ମ ଶ୍ଲୋକ ଉପରେ ଆଲୋଚନା କରିବା। ତେ ବନ୍ଧୁଗଣ, ଚାଲନ୍ତୁ ଆମେ ଆରମ୍ଭ କରିବା। ପ୍ରଥମେ ଶ୍ଲୋକଟିକୁ ଆବୃତ୍ତି କରିବା। ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନା ନ ବିଦୁରାସୁରା ନ ଶୌଚଂ ନ ପି ଚ ଆଚାରୋ ନ ସତ୍ୟଂ ତେଷୁ ବିଦ୍ୟତେ। ଅର୍ଥାତ୍ ଆସୁରୀ ପ୍ରକୃତିର ମନୁଷ୍ୟ ପ୍ରବୃତ୍ତି ଓ ନିବୃତ୍ତିକୁ ଜାଣନ୍ତି ନାହିଁ ଏବଂ ସେମାନଙ୍କଠାରେ ବାହ୍ୟ ଶୁଦ୍ଧି ନଥାଏ, ଶ୍ରେଷ୍ଠ ଆଚରଣ ନଥାଏ ଓ ସତ୍ୟ ପାଳନ ମଧ୍ୟ ନଥାଏ। ବ୍ୟାଖ୍ୟା: ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନା ନ ବିଦୁରାସୁରଃ। ଆଜିକାଲିର ଉଚ୍ଛୃଙ୍ଖଳ ପରିବେଶ, ଖାଦ୍ୟପେୟ, ଶିକ୍ଷା ଇତ୍ୟାଦି ପ୍ରଭାବରୁ ପ୍ରାୟ ମନୁଷ୍ୟ ପ୍ରବୃତ୍ତି ଓ ନିବୃତ୍ତି ବିଷୟରେ ଜାଣନ୍ତି ନାହିଁ। ଅର୍ଥାତ୍ କେଉଁଥିରେ ପ୍ରବୃତ୍ତ ହେବା ଭଲ ଆଉ କେଉଁଥିରୁ ନିବୃତ୍ତ ହେବା ଭଲ ତାହା ଜାଣନ୍ତି ନାହିଁ କି ଜାଣିବାକୁ ଚାହାନ୍ତି ନାହିଁ। କେହି ଯଦି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରେ ତେବେ ତାକୁ ମଧ୍ୟ ସେମାନେ ମାନନ୍ତି ନାହିଁ, ବରଂ ପରିହାସ କରି ତାକୁ ମୂର୍ଖ ବୋଲି ଭାବନ୍ତି ଏବଂ ଅଭିମାନ କାରଣରୁ ନିଜକୁ ବଡ଼ ବୁଦ୍ଧିମାନ ମନେ କରନ୍ତି। କେତେକ ଏ ପ୍ରବୃତ୍ତି ଓ ନିବୃତ୍ତି ବିଷୟରେ ତ ଜାଣନ୍ତି, ଅଥଚ ସେମାନଙ୍କ ଉପରେ ଆସୁରୀ ସମ୍ପଦର ବିଶେଷ ପ୍ରଭାବ ପଡ଼ିଯିବାରୁ ସେମାନଙ୍କର ବିହିତ କର୍ମରେ ପ୍ରବୃତ୍ତି ଓ ନିଷିଦ୍ଧ କର୍ମରୁ ନିବୃତ୍ତି ହୁଏ ନାହିଁ। ପ୍ରବୃତ୍ତି ଓ ନିବୃତ୍ତିକୁ ନ ଜାଣିବାରେ ହିଁ ସର୍ବପ୍ରଥମେ ଆସୁରୀ ସମ୍ପତ୍ତି ଆସେ। ପ୍ରବୃତ୍ତି ଓ ନିବୃତ୍ତି ବିଷୟରେ କିପରି ଜାଣିବା? ଏହାକୁ ଗୁରୁ, ଗ୍ରନ୍ଥ ଓ ବିଚାର ଦ୍ୱାରା ହିଁ ଜାଣିବା ସମ୍ଭବ। ତା ଛଡ଼ା ମନୁଷ୍ୟ ଉପରେ ଯଦି କୌଣସି ବିପଦ ପଡ଼େ, ଯଦି ସେ ଧର୍ମ ସଙ୍କଟରେ ପଡ଼ିଯାଏ, ଯଦି କୌଣସି ବିଚିତ୍ର ଘଟଣା ଘଟିଯାଏ, ତାହେଲେ ତା'ର ବିବେକ ଶକ୍ତି ଜାଗ୍ରତ ହୁଏ। କୌଣସି ମହାପୁରୁଷଙ୍କ ଦର୍ଶନ ଲାଭ କଲେ ପୂର୍ବ ସଂସ୍କାର ବଶତଃ ମନୁଷ୍ୟର ବୃତ୍ତି ବଦଳିଯାଏ, ଅଥବା ଯେଉଁଠି ବଡ଼ ବଡ଼ ପ୍ରଭାବଶାଳୀ ସନ୍ଥ ମହାତ୍ମା ରହିଛନ୍ତି ସେଠାକୁ ଗଲେ କିମ୍ବା ତୀର୍ଥଯାତ୍ରା କଲେ ମଧ୍ୟ ବିବେକ ଶକ୍ତି ଜାଗ୍ରତ ହୋଇଯାଏ। ପ୍ରତ୍ୟେକ ପ୍ରାଣୀଙ୍କଠାରେ ବିବେକ ଶକ୍ତି ରହିଛି, କିନ୍ତୁ ପଶୁ ପକ୍ଷୀ ଆଦି ଜନ୍ମରେ ସେହି ବିବେକ ବିକଶିତ କରିବାର ଅବସର, ସ୍ଥାନ ଓ ଯୋଗ୍ୟତା ନଥାଏ। ମାତ୍ର ମନୁଷ୍ୟଠାରେ ତାହାକୁ ବିକଶିତ କରିବାର ଅବସର, ସ୍ଥାନ ଓ ଯୋଗ୍ୟତା ରହିଛି। ପଶୁପକ୍ଷୀମାନଙ୍କଠାରେ ସେହି ବିବେକ ଶକ୍ତି କେବଳ ନିଜର ଶରୀର ନିର୍ବାହ ପର୍ଯ୍ୟନ୍ତ ସୀମିତ, କିନ୍ତୁ ମନୁଷ୍ୟ ସେହି ବିବେକ ବଳରେ ନିଜର ନିଜ ପରିବାର ବର୍ଗଙ୍କର ତଥା ଅନ୍ୟ ପ୍ରାଣୀମାନଙ୍କର ମଧ୍ୟ ପାଳନ ପୋଷଣ କରିପାରିବ ଏବଂ ଦୁର୍ଗୁଣ ଦୁରାଚାର ତ୍ୟାଗ କରି ସଦ୍ଗୁଣ ସଦାଚାର ଆହରଣ କରିପାରିବ। ମନୁଷ୍ୟ ଏ ବିଷୟରେ ପୂର୍ଣ୍ଣ ସ୍ୱତନ୍ତ୍ର, କାରଣ ସେ ସାଧନ ଯୋନି, କିନ୍ତୁ ପଶୁପକ୍ଷୀ ଏଥିରେ ସ୍ୱତନ୍ତ୍ର ନୁହନ୍ତି, କାରଣ ସେମାନେ ଭୋଗ ଯୋନି। ମନୁଷ୍ୟ ଯେତେବେଳେ ଖାଇବା ପିଇବା ଇତ୍ୟାଦିରେ ମାତି ରହେ ସେତେବେଳେ ତା'ର କର୍ତ୍ତବ୍ୟ ଅକର୍ତ୍ତବ୍ୟର ଜ୍ଞାନ ରହେ ନାହିଁ। ଏପରି ମନୁଷ୍ୟମାନଙ୍କଠାରେ ପଶୁମାନଙ୍କ ଭଳି ଦୈବ ସମ୍ପତ୍ତି ଗୁପ୍ତ ଭାବରେ ତ ରହିଥାଏ, ମାତ୍ର ପ୍ରତ୍ୟକ୍ଷ ହୋଇପାରିନଥାଏ। ଏପରି ମନୁଷ୍ୟମାନଙ୍କ ପାଇଁ
ଭଗବାନ ଜନାହା ପଦ ବ୍ୟବହାର କରିଛନ୍ତି, ଅର୍ଥାତ୍ ସେମାନେ ମଧ୍ୟ ମନୁଷ୍ୟ ପଦବାଚ୍ୟ, କାରଣ ସେମାନଙ୍କଠାରେ ଦୈବୀ ସମ୍ପତ୍ତି ପ୍ରକାଶିତ ହେବାର ସମ୍ଭାବନା ରହିଛି। ଜନାହା ଓ ନରାଧାମାନ ପଦର ମଧ୍ୟବର୍ତ୍ତୀ ଶ୍ଲୋକଗୁଡ଼ିକରେ ଭଗବାନ କେଉଁଠି ହେଲେ ମନୁଷ୍ୟବାଚକ ଶବ୍ଦ ବ୍ୟବହାର କରିନାହାନ୍ତି। ଏହାର ତାତ୍ପର୍ଯ୍ୟ ହେଲା, ଯଦ୍ୟପି ମନୁଷ୍ୟଠାରେ ଆସୁରୀ ସମ୍ପତ୍ତି ତ୍ୟାଗ କରିବାର ତଥା ଦୈବୀ ସମ୍ପତ୍ତି ଧାରଣ କରିବାର ଯୋଗ୍ୟତା ରହିଛି, ତଥାପି ଯେଉଁମାନେ ମନୁଷ୍ୟ ଶରୀର ପାଇ ମଧ୍ୟ ଦୈବୀ ସମ୍ପତ୍ତି ଧାରଣ ନ କରି ଆସୁରୀ ସମ୍ପତ୍ତିକୁ ସାଇତି ରଖନ୍ତି, ସେମାନଙ୍କୁ ମନୁଷ୍ୟ କହିବା ଯଥାର୍ଥ ନୁହେଁ। ସେମାନେ ପଶୁ ଓ ନାରକୀୟ ପ୍ରାଣୀମାନଙ୍କ ଠାରୁ ମଧ୍ୟ ଅଧମ, କାରଣ ପଶୁ ଓ ନାରକୀୟ ପ୍ରାଣୀମାନେ ତ ଫଳଭୋଗ କରି ପବିତ୍ର ହେଉଛନ୍ତି, କିନ୍ତୁ ଯେଉଁ ପୁଣ୍ୟ ବଳରେ ମନୁଷ୍ୟ ଶରୀର ମିଳିଛି, ଏହି ଆସୁର ସ୍ୱଭାବଯୁକ୍ତ ମନୁଷ୍ୟ ତାହାକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ନୂତନ ପାପ ସଂଗ୍ରହ କରି ପଶୁପକ୍ଷୀ ଆଦି ଯୋନି ଓ ନରକ ଆଡ଼କୁ ଯାଉଛନ୍ତି। ଭଗବାନ ଆସୁର ସ୍ୱଭାବଯୁକ୍ତ ମନୁଷ୍ୟଙ୍କର ଯେତେ ଲକ୍ଷଣ ଦର୍ଶାଇଛନ୍ତି, ସେଥିରେ ସେମାନଙ୍କ ପାଇଁ କୌଣସି ପଶୁବାଚକ ବିଶେଷଣ ପ୍ରୟୋଗ ନ କରି ଅଶୁଭାନ ଓ ନରାଧାମାନ ବିଶେଷଣ ପ୍ରୟୋଗ କରିଛନ୍ତି, କାରଣ ପଶୁ ଇତ୍ୟାଦି ସେତେ ପାପୀ ନୁହନ୍ତି ଏବଂ ସେମାନଙ୍କୁ ଦର୍ଶନ କଲେ ମଧ୍ୟ ପାପ ଲାଗେ ନାହିଁ। ମାତ୍ର ଆସୁରୀ ସ୍ୱଭାବର ମନୁଷ୍ୟ ଅଧିକ ପାପରେ ଲିପ୍ତ ଥାଆନ୍ତି ଏବଂ ସେମାନଙ୍କୁ ଦର୍ଶନ କଲେ ପାପ ଲାଗେ ଓ ଅପବିତ୍ର ଭାବ ସୃଷ୍ଟି ହୁଏ। ନ ଶୌଚମ୍ ନ ଅପି ଚ ଆଚାରୋ ନ ସତ୍ୟମ୍ ତେଷୁ ବିଦ୍ୟତେ। ପ୍ରବୃତ୍ତି ଓ ନିବୃତ୍ତି ବିଷୟରେ ଜାଣିନଥିବାରୁ ଆସୁରୀ ଭାବାପନ୍ନ ବ୍ୟକ୍ତିମାନଙ୍କର ଶୁଦ୍ଧି ଅଶୁଦ୍ଧି ବିଷୟକ ଜ୍ଞାନ ନଥାଏ। ସେମାନେ ସାଂସାରିକ ବ୍ୟବହାର ମଧ୍ୟ ଠିକ୍ ଭାବେ କରିପାରନ୍ତି ନାହିଁ, ଅର୍ଥାତ୍ ପିତା ମାତା ପ୍ରଭୃତି ଗୁରୁଜନମାନଙ୍କ ସହିତ ତଥା ଅନ୍ୟମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ ତାହା ସେମାନେ ଜାଣନ୍ତି ନାହିଁ। ସେମାନଙ୍କଠାରେ ସତ୍ୟ ବୋଲି କିଛି ନଥାଏ, ଅର୍ଥାତ୍ ସେମାନେ ଅସତ୍ୟ କହୁଥାନ୍ତି ଓ ଅସତ୍ୟ ଆଚରଣ କରୁଥାନ୍ତି। ସାରାଂଶ ହେଲା, ସେମାନେ ଅସୁର ଅଟନ୍ତି। କେବଳ ଖାଇବା ପିଇବା ଓ ସୁଖରେ ରହିବାର ଇଚ୍ଛା ଥିବାରୁ ତଥା ମୁଁ ବଞ୍ଚି ରହେ, ସଂସାରର ସୁଖ ଉପଭୋଗ ଓ ଧନ ସଂଗ୍ରହ କରୁଥାଏ ଇତ୍ୟାଦି ଉଦ୍ଦେଶ୍ୟ ଥିବାରୁ ସେମାନଙ୍କର ଶୌଚାଚାର ଓ ସଦାଚାର ପ୍ରତି ଦୃଷ୍ଟି ଯାଏ ନାହିଁ। ଭଗବାନ ଦ୍ୱିତୀୟ ଅଧ୍ୟାୟର 44 ଶ୍ଲୋକରେ କହିଛନ୍ତି ଯେ, ବୈଦିକ ପ୍ରକ୍ରିୟା ଅନୁସାରେ ସାଂସାରିକ ଭୋଗ ଓ ଧନ ସଂଗ୍ରହରେ ମାତି ରହିଥିବା ମନୁଷ୍ୟଙ୍କର ମଧ୍ୟ ପରମାତ୍ମା ପ୍ରାପ୍ତି ନିମନ୍ତେ ଏକ ନିଶ୍ଚୟ ହୋଇପାରେ ନାହିଁ। ହୁଅନ୍ତା ବା କେମିତି? ଯଦି ଆସୁରୀ ସମ୍ପତ୍ତିର କିଛି ଅଂଶ ରହୁଥିବାରୁ ଶାସ୍ତ୍ରୋକ୍ତ ବିଧିରେ ଯଜ୍ଞାଦି ଅନୁଷ୍ଠାନ କରୁଥିବା ପୁରୁଷ ମଧ୍ୟ ପରମାତ୍ମା ପ୍ରାପ୍ତି ନିମିତ୍ତ ଏକ ନିଶ୍ଚୟ ହୋଇପାରନ୍ତି ନାହିଁ, ତେବେ ଯାହାଠାରେ ଆସୁର ସମ୍ପଦ ବହୁତ ବଢ଼ିଯାଇଛି, ଅର୍ଥାତ୍ ଯେଉଁମାନେ କେବଳ ଅନ୍ୟାୟପୂର୍ବକ ଭୋଗ ସଂଗ୍ରହରେ ବ୍ୟାପୃତ, ସେମାନଙ୍କ ବୁଦ୍ଧିରେ ପରମାତ୍ମାଙ୍କୁ ପାଇବା ପାଇଁ ଦୃଢ଼ ନିଶ୍ଚୟ ହେବା କେତେ କଠିନ ନ ହେବ। ଯେତେ ଅଧିକ ଆସୁରୀ ସମ୍ପତ୍ତି ଆସେ, ବିବେକ ସେତେ ଅଧିକ ଲୁପ୍ତ ହେବାକୁ ଲାଗେ। ଭୋଗ ପରାୟଣ ହୋଇଥିବାରୁ ଆସୁରୀ ସ୍ୱଭାବର ମନୁଷ୍ୟମାନେ କରଣୀୟ ଓ ଅକରଣୀୟ କର୍ମ ବିଷୟରେ ଜାଣିପାରନ୍ତି ନାହିଁ। ସେମାନଙ୍କର ନିଷ୍ଠା ଅଲୌକିକ ହେବା ତ ଦୂରର କଥା, ଲୌକିକ ମଧ୍ୟ ନୁହେଁ। ସେମାନଙ୍କର ନିଷ୍ଠା କେବଳ ନରକଗାମୀ କରାଏ। ଆସୁରୀ ଭାବାପନ୍ନ ମନୁଷ୍ୟ କେବଳ ପିଣ୍ଡ ପ୍ରାଣ ପୋଷଣ ପରାୟଣ ହୋଇଥାନ୍ତି। ତେଣୁ ସେମାନେ କେବଳ ନିଜର ସୁଖ ଆରାମ ଓ ସ୍ୱାର୍ଥ ଦେଖନ୍ତି। ଯେଉଁଥିରୁ ସେମାନଙ୍କୁ ସୁଖ ମିଳେ, ସେମାନଙ୍କର ସେଇଥିରେ ହିଁ ପ୍ରବୃତ୍ତି ହୁଏ ଏବଂ ଯେଉଁଥିରୁ ଦୁଃଖ ମିଳେ, ସ୍ୱାର୍ଥ ସିଦ୍ଧ ହୁଏ ନାହିଁ, ସେଥିରୁ ନିବୃତ୍ତି ହୁଏ। ବାସ୍ତବରେ ପ୍ରବୃତ୍ତି ଓ ନିବୃତ୍ତିରେ ଶାସ୍ତ୍ର ହିଁ ପ୍ରମାଣ, କିନ୍ତୁ ନିଜ ଶରୀର ପ୍ରାଣରେ ମୋହ ଥିବାରୁ ଆସୁରୀ ଭାବାପନ୍ନ ମନୁଷ୍ୟଙ୍କର ପ୍ରବୃତ୍ତି ଶାସ୍ତ୍ର ଅନୁସାରେ ହୁଏ ନାହିଁ। ଆସୁରୀ ଭାବ ଯୋଗୁଁ ସେମାନେ ଶାସ୍ତ୍ର କଥା ଶୁଣନ୍ତି ନାହିଁ, ଆଉ ଯଦି ବା ଶୁଣି ନିଅନ୍ତି ତାହା ବୁଝିପାରନ୍ତି ନାହିଁ। ତେବେ ବନ୍ଧୁଗଣ, ଆମେ ଆସୁରୀ ଭାବାପନ୍ନ ଲୋକଙ୍କର କିପରି ପ୍ରବୃତ୍ତି ଓ ନିବୃତ୍ତି ହୁଏ, ଅର୍ଥାତ୍ ତାଙ୍କର କିପରି ଜ୍ଞାନ ନଥାଏ ଏବଂ ସେ କେବଳ ସୁଖ ଆରାମ ଉଦ୍ଦେଶ୍ୟରେ ବଞ୍ଚି ରହନ୍ତି, ତା ବିଷୟରେ ଆମେ ଜାଣିଲେ। ଏହି ଆସୁରୀ ସମ୍ପତ୍ତି ହିଁ ସଂସାରରେ ଆମର ବନ୍ଧନର କାରଣ। ତେଣୁ ଆମେ ଯଥାଶୀଘ୍ର ଆସୁରୀ ଶକ୍ତି ସମ୍ପଦ ଗୁଡ଼ିକୁ ତ୍ୟାଗ କରି ଦୈବୀ ସମ୍ପତ୍ତି ଗୁଡ଼ିକୁ ପ୍ରକଟ କରିବା ଉଚିତ, ଅର୍ଥାତ୍ ତାକୁ ଧାରଣ କରିବା ଉଚିତ। ଏପରି ହେଲେ ଆମେ ମୁକ୍ତି ତଥା ଭଗବାନଙ୍କର ସେବା କରିବାର ଅବସର ପାଇପାରିବା। ତେବେ ବନ୍ଧୁଗଣ, ଆଜି ପାଇଁ ଏତିକି। ନେକ୍ସଟ ଭିଡ଼ିଓ ଗୁଡ଼ିକରେ ଆମେ ଆହୁରି ଆସୁରୀ ସମ୍ପତ୍ତି, ଏହା ବ୍ୟତୀତ ଦୈବୀ ସମ୍ପତ୍ତି ବିଷୟରେ ମଧ୍ୟ ଆଲୋଚନା କରିବା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଶ୍ରୀକୃଷ୍ଣ।